ପ୍ରଭୁ ଶିଶୁ ଅନନ୍ତଙ୍କ ରୂପରେ, ଲକ୍ଷ୍ମୀ ଅନନ୍ତଙ୍କ ରୂପରେ, ଲକ୍ଷ୍ମୀ ଜଗନ୍ନାଥଙ୍କ ରୂପରେ ଅଜସ୍ର ପ୍ରଣତି ନିବେଦନ କରି ଆଜିର ଅଶାନ୍ତ ସମାଜ ଶାନ୍ତି ରହୁ ଏତିକି ମାତ୍ର ନିବେଦନ କରୁଛି। ଭବାନୀ ପାଟଣା ଏ ଗୋଟେ ସୁନ୍ଦର ନାଁ। ଭବାନୀ କହିଲେ ପାର୍ବତୀ, ପାର୍ବତୀ କହିଲେ ପ୍ରକୃତି। ଆପଣମାନେ ଏ କଥାକୁ ହୁଏତ ଠିକ୍ ଭାବରେ ବୁଝିନଥିବେ ବା ବୁଝିକିରି ଭୁଲି ଯାଇଥିବେ। ଭବାନୀ କହିଲେ ସେ ହେଉଛନ୍ତି ଜଗତ ଜନନୀ ମା ପାର୍ବତୀ। ପାର୍ବତୀ କହିଲେ ସିଏ ହେଉଛନ୍ତି ପ୍ରକୃତରେ ଯୋଗମାୟା ସ୍ୱରୂପିଣୀ ପ୍ରକୃତି। ପ୍ରକୃତି କହିଲେ ଗ୍ରୀଷ୍ମ ବର୍ଷା ପରେ ବର୍ତ୍ତମାନ ଶୀତ ଋତୁ ପଡ଼ିଛି, ଏହାପରେ ବସନ୍ତ ଋତୁ ଆସିବ। ଗ୍ରୀଷ୍ମ ବର୍ଷା ଶରତ ହେମନ୍ତ ଶୀତ ବସନ୍ତ ଏଇ ଯେଉଁ ଷଡ଼ ଋତୁର ପ୍ରବାହ, ଏଇ ହେଉଛନ୍ତି ଭବାନୀ, ଏଇ ହେଉଛନ୍ତି ପାର୍ବତୀ, ଏଇ ହେଉଛନ୍ତି ପ୍ରକୃତି, ଏଇ ହେଉଛନ୍ତି ଯୋଗମାୟା, ଏଇ ହେଉଛନ୍ତି ମହାମାୟା। ଏଇ ଯୋଗମାୟା ଆଉ ମହାମାୟାଙ୍କର କଥାଟି ଗୀତାରେ ମଧ୍ୟ ଲେଖା ଅଛନ୍ତି। ନାହଂ ପ୍ରକାଶ୍ୟ ସର୍ବସ୍ୟ ଯୋଗମାୟା ସମାବୃତ। ହେ ଅର୍ଜୁନ, ମୁଁ ଯୋଗମାୟାଙ୍କ ବିହୀନ, ମୁଁ ମାନେ ବିନା ଯୋଗମାୟାରେ ମୁଁ ଏ ସଂସାର ଉତ୍ପନ୍ନ କରିପାରେ ନାହିଁ। ତାପରେ କହିଲେ ମୁଁ ଏ ଯେଉଁ ସଂସାରକୁ ଉତ୍ପନ୍ନ କରିଛି, ଅନେକ ପ୍ରକାରର ମଣିଷ, ଅନେକ ବର୍ଣ୍ଣର, ଅନେକ କର୍ମର, ଅନେକ ସ୍ୱଭାବର, ଅନେକ ସୌନ୍ଦର୍ଯ୍ୟର ମଣିଷ, ଜୀବଜଗତ, ଉଦ୍ଭିଦ ଜଗତ, ପ୍ରାଣୀ ଜଗତ ଯାହା ମୁଁ ସୃଷ୍ଟି କରିଛି, ଇଏ ସବୁ ମୋରି ଉପସ୍ଥିତିରେ ଯୋଗମାୟା ଏହାକୁ ବା ସ୍ୱୟଂ ଭବାନୀ ଏହାକୁ ତିଆରି କରିଛନ୍ତି। ଗୀତାରେ ମଧ୍ୟ ସେ କହିଲେ ମୟାଦକ୍ଷେଣ ପ୍ରକୃତି ସୁୟତେ ସଚରାଚର। ମୋର ଅଦକ୍ଷରେ ବା ମୋର ଉପସ୍ଥିତିରେ ପ୍ରକୃତି ଜଗତକୁ ସୃଷ୍ଟି କରେ। ସେଠି କିଏ ହିନ୍ଦୁ, କିଏ ମୁସଲମାନ, କିଏ ଖ୍ରୀଷ୍ଟିଆନ, କିଏ ବୌଦ୍ଧ, କିଏ ଜୈନ, କିଏ ଶିଖ, କିଏ ବୁଦ୍ଧ, କିଏ ଇଏ କଥାର କିଛି ଲେଖା ଇଏ ନାଁ କିଛି ଲେଖା ହେଇନି। ମୟା ଦକ୍ଷିଣ ପ୍ରକୃତି ସୁୟତେ ସଚରାଚରମ୍, ମାନେ ଯେଉଁ ଜଗତକୁ ଆପଣ ଦେଖୁଛନ୍ତି ତାକୁ ମୋରି ଉପସ୍ଥିତିରେ ସେ ତିଆରି ହେଇଛି। ତାହେଲେ ମୁଁ କିଏ? ସେ ଯେଉଁ ମୋରି ବୋଲି କହୁଛନ୍ତି, ମୋ ଜଗତ, ମୋ ପରିବାର, ମୁଁ, ତାହେଲେ ମୁଁ କିଏ? ସେଇ ଯେଉଁ ମୁଁଟି ଗୋଟିଏ ପ୍ରଶ୍ନବାଚୀ ସୃଷ୍ଟି କଲା, ମୁଁ କିଏ? ସେଇ ପ୍ରଶ୍ନର ଉତ୍ତର ପାଇବା ପାଇଁ କିଏ କହିଲେ ମୁଁ ଭଗବାନ। ଭଗବାନ 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 ଏମିତି ଅନେକ ଦିନ ଚାଲିଲା। ପୁଣି କିଏ କହିଲେ ନା ମୁଁ ଈଶ୍ୱର। ଈଶ୍ୱର ଈଶ୍ୱର ଈଶ୍ୱର
ଏମିତି କିଛି ଦିନ ଚାଲିଲା ପରେ ପୁଣି ବଦଳିଗଲା। ମୁଁ ଆଲ୍ଲା 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 ଆଲ୍ଲା। କିନ୍ତୁ ଏ ସବୁ ଶବ୍ଦକୁ ଯଦି ମିଶେଇ ଦିଆଯାଏ ଗୋଟିଏ ଶବ୍ଦରେ ସବୁ କଥା ମୀମାଂସା ହେବ। ଯିଏ ଏ ଜଗତର ସର୍ବଶକ୍ତିମାନ, ଯିଏ ଯୋଉ ନାମରେ ଡାକୁଛନ୍ତି ଡାକନ୍ତୁ, କିନ୍ତୁ ସବୁ ନାମ ସବୁ ରୂପ ସବୁ ପ୍ରାର୍ଥନାର ଉତ୍ସ ବା ମୂଳ ହେଉଛି ମୁଁ। ମୋ ରୂପଟି କେମିତିଆ? ମୋ ରୂପଟି କିଏ କହୁଛି? ମାନେ କେତେ ରୂପରେ ବର୍ଣ୍ଣନା କରାହେଉଛି, କିନ୍ତୁ ମୋ ରୂପଟି ହେଉଛି ଗୋଟିଏ ଅଦୃଶ୍ୟ ଜ୍ୟୋତି। ସେ ଜ୍ୟୋତି ବୋଲେ ଗୋଟେ ଆଲୋକ, ଅତି ସୂକ୍ଷ୍ମ ଅତି ଛୋଟ, କିନ୍ତୁ ତାର ମାନେ ମହିମା ବ୍ୟାପକ। ଗୋଟେ ଅଦୃଶ୍ୟ ଜ୍ୟୋତି, କିନ୍ତୁ ଏଇ ଯୋଉ ଆଖିରେ ଆମେ ତାଙ୍କୁ ଦେଖିପାରୁନୁ, କିନ୍ତୁ ସେ ସତ୍ୟ, ଏକମାତ୍ର ସତ୍ୟ ହେଉଛନ୍ତି ସେଇ। ତାକୁ ଆମର ହିନ୍ଦୁ ପଣ୍ଡିତ ମାନେ କେମିତି ଲେଖିଲେ? ଶୂନ୍ୟଂ ଶୂନ୍ୟଂ ମହାଶୂନ୍ୟଂ ଶୂନ୍ୟ ମଧ୍ୟେ ନିରାମୟ ନିରାମୟ ମଧ୍ୟେ ଜ୍ୟୋତି ସଜ୍ୟୋତି ଭଗବାନୟ। ଯେ ପକ୍ଷୀ ଉଡ଼େ ଯେତେ ଦୂର ସେ ଜାଣେ ତହିଁର ବ୍ୟବହାର। ହିନ୍ଦୁ ସନ୍ଥ ହିନ୍ଦୁ ପଣ୍ଡିତ ମାନେ କହିଲେ ଶୂନ୍ୟଂ ଶୂନ୍ୟଂ ମହାଶୂନ୍ୟଂ, କିଛି ନାହିଁ। ତା ଭିତରେ ସେ ଦେଖୁଛନ୍ତି ଗୋଟେ ଅଦୃଶ୍ୟ ଜ୍ୟୋତି, ଯାହାକୁ ସେ ସମ୍ବୋଧନ କଲେ ଭଗବାନ। ଜାଗି ଉଠ ଭଗବାନ, ଜାଗି ଉଠ ଜାଗି ଉଠ ଭଗବାନ, ଜାଗି ଉଠ। କଳା କଳା ଗୋଳା ତୁମ ଦେଖୁଥାଅ ଭଗବାନ। କଳା କଳା ଗୋଳା ତୁମ ଦେଖୁଥାଅ ଭଗବାନ। ଜାଗି ଉଠ ଭଗବାନ, ଜାଗି ଉଠ ଜାଗି ଉଠ ଭଗବାନ, ଜାଗି ଉଠ ଭ ଭ କହିଲେ ଭବ ବା ପୃଥିବୀ, ଗ କହିଲେ ଗତି। ଆମେ ମଣିଷ, ଆମର ଦି ଗୋଡ଼, ଆମର କାର ଚାରି ଗୋଡ଼। କିଏ କେମିତି କଣ ଗତି କରୁଛନ୍ତି? ପୃଥିବୀ ଘୁରୁଛି, ସୂର୍ଯ୍ୟ ତାଙ୍କ କକ୍ଷରେ ବୁଲୁଛନ୍ତି, ଗ୍ରହ ତାରା ନକ୍ଷତ୍ର ମାନେ ସୂର୍ଯ୍ୟଙ୍କ ଚାରି ପାଖରେ ବୁଲୁଛନ୍ତି। ଏହାକୁ କଣ ଆପଣମାନେ ଏଇଠି ବସିକି ଦେଖିପାରୁଛନ୍ତି? ଯୋଉମାନେ ଦେଖିଛନ୍ତି ସେମାନେ କହୁଛନ୍ତି।
ତେଣୁ ଏ ଜଗତ ହେଉଛି ଗତିଶୀଳ। ଜଳଟା ଉପରୁ ନିମ୍ନକୁ ଆସୁଛି, ତାକୁ କ'ଣ ଆପଣ ସୃଷ୍ଟି କରିଛନ୍ତି? ନିଆଁଟା ଆମକୁ ଜାଳି ଦେଉଛି, ତାକୁ କ'ଣ ଆମେ ସୃଷ୍ଟି କରିଛୁ? ତାକୁ କିଏ ସୃଷ୍ଟି କରିଛନ୍ତି? ଯିଏ ସୃଷ୍ଟି କରିଛନ୍ତି ସେଇ ହେଉଛନ୍ତି ସର୍ବଶକ୍ତିମାନ। ସେଇଆଙ୍କୁ କିଏ କହୁଛି ସାକାର, କିଏ କହୁଛି ନିରାକାର। କିଏ କହୁଛନ୍ତି ଅଛନ୍ତି, କିଏ କହୁଛନ୍ତି ନାହାନ୍ତି। ଗୀତା କହିଲେ ଯେ ଯଥା ମାଂ ପ୍ରପଦ୍ୟନ୍ତେ ସ୍ତାଂ ତଥୈବ ବଦାମି ମମ ବର୍ତ୍ତାନୁବର୍ତ୍ତନ୍ତେ ମନୁଷ୍ୟା ପାର୍ଥ ସର୍ବ। ଯିଏ ଯେଉଁ ଭଳି ଭାବରେ ମତେ ଡାକେ ମୁଁ ସେଇଭଳି ରୂପ ନେଇ ତା ଆଗରେ ଆବିର୍ଭାବ ହୁଏ। ଆଉ ଠାକୁର ଅଭିରାମ ଗୋଟିଏ ଭଲ କଥା ଲେଖିଲେ, ଯିଏ ଯେଉଁ ପରି ଭାବୁଛି ତୁମକୁ ସେଇ ଅନୁସାରେ ତୁମେ ତାହା। ଯିଏ ଯେଉଁ ପରି ଭାବୁଛି ତୁମକୁ ସେହି ଅନୁସାରେ ତୁମେ ତାହାର। ଯିଏ ଯେଉଁ ପରି ଭାବୁଛି ତୁମକୁ ସେଇ ଅନୁସାରେ ତୁମେ ତାହା। ଯିଏ ଯେଉଁ ପରି ଭାବୁଛି ତୁମକୁ ସେହି ଅନୁସାରେ ତୁମେ ତାହାର। ଗୋସ୍ୱାମୀ ତୁଳସୀ ଦାସ ଜଗନ୍ନାଥଙ୍କ ମନ୍ଦିରକୁ ଆସିଲେ। ସେଠି ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା, ସୁଦର୍ଶନକୁ ଦେଖିଲେ କଇଁ କଇଁ ହେଇ କାନ୍ଦିଲେ। କାହିଁକି କାନ୍ଦିଲେ? ସେ ଦେଖିପାରିଲେ ନାହିଁ ଜଗନ୍ନାଥଙ୍କ ମନ୍ଦିରରେ ରାମ, ଲକ୍ଷ୍ମଣ, ସୀତା, ହନୁମାନ ଅଛନ୍ତି। ତେଣୁ ସେ କାନ୍ଦିଲେ। ଫେରି ଯାଇକି ଗୋଟିଏ ଜାଗାରେ ତାଙ୍କର ଯୋଉ ଇଏ ଥିଲା, ବେଡିଂ ଥିଲା, ସେ ବେଡିଂଟାକୁ ମୁଣ୍ଡ ତଳେ ଦେଇ ଗୋଟେ ଧୂଳିରେ ଶୋଇଲେ। ନିଜେ ସ୍ୱୟଂ ଜଗନ୍ନାଥ ଗୋଟିଏ ମଣିଷ ରୂପରେ ସ୍ୱପ୍ନରେ ତାଙ୍କୁ ଦେଖାଦେଲେ। କହିଲେ, ତୁଳସୀ ତୁମେ ଆସିଥିଲ କୋଉଠିକି? ନା ରାମଙ୍କୁ ଦେଖିବା ପାଇଁ। ତୁମେ ଯାଇଥିଲ କୋଉଠିକି? ନା ଜଗନ୍ନାଥଙ୍କ ମନ୍ଦିରକୁ। ରାମଙ୍କୁ ଦେଖିଲ? ନା ତ ରାମ ନାହାନ୍ତି, ଆଉ ଦେଖିବି କଣ? ତା ହାତର ପାପୁଲି ବି ନାହିଁ, ଆଉ ଦେଖିବି କଣ? ଆଉ ଥରେ ଯାଅ, ଗରୁଡ଼ ସ୍ତମ୍ଭ ପାଖରେ ଠିଆ ହେଇ ଦେଖ, ସେ ରତ୍ନ ସିଂହାସନ ଉପରେ କିଏ ବଇଛନ୍ତି? ତୁଳସୀ ଫେରିଗଲେ, ଜଗନ୍ନାଥଙ୍କ ମନ୍ଦିରରେ ପହଞ୍ଚିଲେ। ଗରୁଡ଼ ସ୍ତମ୍ଭ ପାଖରେ ଠିଆ ହେଇ ଦେଖିଲେ ସ୍ୱୟଂ ରାମ ହିଁ ଜଗନ୍ନାଥ, ଲକ୍ଷ୍ମଣ ହିଁ ବଳଭଦ୍ର, ସୁଭଦ୍ରା ହିଁ ମା ଜାନକୀ, ସୁଦର୍ଶନ ହିଁ ହନୁମାନ। ସେଇଠି ସେ ଗାଇ ଉଠିଥିଲେ ବା ପରବର୍ତ୍ତୀ ସମୟରେ ଲେଖିଥିଲେ, ସିଆ ରାମମୟ
सब जग जानी करहु प्रणाम जननी जुगपाली सिया राम सब जग जानी करहु प्रणाम जननी जुगपाली भ कहले पृथ्वी आमे पृथ्वी की कौन पूरा देखीचे देखी पारिबा भी नहीं किंतु आमे जोठी बहिचे बा जोठी अच्छे सेटा आम पई पृथ्वी ग कहले सूर्यंकर उदय हुए अस्त हुए पूर्णमी रात्रि भी आसे अमावास्या रात्रि भी आसे यही होती गति ग ग ग कहले गति बा कहले पवन बहुची सबुआड़े बहुची जोटी मनीष अच्छा बहुची जोटी मनीष नहांती भी बहुची किंतु निश्वास नाकरे जो पवनटी बहुची ता ना पवन नुहे ता ना होची निश्वास तेणु एठी पवन निश्वास रूप अवतार ग्रहण करिसंती आमे जानी पारनु कि से अवतार आमे पृथ्वी की जानी पारुनु किंतु आम देहटा होची पृथ्वी कहीं पृथ्वीटा तो माटी पत्थर ये तैयारी है ये देहटा भी माटीर देह पुण्य शोक दधीची कहले देवराज इंद्रंकु बुत्रासुर संबंधरे माटीर घट माटीरे मिशी नाही थीरे संदे पर उप ये घट सुनी हुए सीना तेणु प्रतिटी जीवन होती पृथ्वीर अंश हेती पृथ्वी होती विशाल जीवन होती क्षुद्र पृथ्वीर श्रेष्ठ अवतार मूल अवतार होती जीवन पवनर अवतार होती निश्वास आपण देखुं समुद्र पृथ्वीर चारि पाखे समुद्र घेरी यही समुद्र अवतार किए आमरी भितर अच्छी आखिर लुह रक्तर प्रवाह देहरु बहे झाड़ झाड़ रक्त लुह ये होची जल बा समुद्रंकर अवतार आखिर लुह छुटाई जदि बितरी पार हस कालीर आज कालीर कड़ी जीव मऊ ভিতরি জীব পাশ ভিতরি জীব তেণু ସମୁଦ୍ରର ଅବତାର ହେଉଛନ୍ତି ଆମ ଭିତରେ ଥିବା ରକ୍ତ ଝାଳ ଲୁହ
ଇଏ ଜଳ ଗଲା। ଅଗ୍ନିଙ୍କର ଅବତାର କିଏ? ଆମ ଭିତରେ ଥିବା ଉତ୍ତାପ। ଉତ୍ତାପଟା କମିଗଲା ଆମେ ମରିବା। ଗୀତାରେ କେମିତି ଲେଖା ହେଇଛି? ଅହଂ କହିଲେ ମୁଁ, ଅହଂ ବୈଶ୍ୱାନରା ଭୂତ୍ୱା ପ୍ରାଣୀନାଂ ଦେହମାଶ୍ରିତା ହେଦଂ ଦଦୁର୍ବେଦಂ। ହେ ମଣିଷ, ମୁଁ ତମ ଭିତରେ ଜଠରାଗ୍ନି ରୂପରେ ଅଛି। ତମେ ଯୋଉ ଖାଦ୍ୟ ଗୁଡ଼ିକ ଖାଉଛ, ମୁଁ ତାକୁ ସବୁ ଭସ୍ମ କରୁଛି, ହଜମ କରୁଛି। ତେଣୁ ଅଗ୍ନିଙ୍କର ଅବତାର କିଏ? ନା ଜଠରାଗ୍ନି, ଆମର ଲିଭର। ସେ ବେଳାବେଳି କାହିଁ ଖରାପ ହେଇଯାଉଛି କି? ଏଇ ଯୋଉ ମଦ ପିଉଛେ, ସିଗାରେଟ ଖାଉଛେ, ବିଡ଼ି ଟାଣୁଛେ, ହୁକା ଟାଣୁଛେ, ଗୁଟୁକା ଖାଉଛେ, ଆଉ ଚରସ ବାଉରୁ ସୁଗାର ଖାଉଛେ, ସେଇଥିପାଇଁ ସେ ଜଠରାଗ୍ନି ଶାନ୍ତ ହେଇଯାଉଛି, ଲିଭର ଖରାପ ହେଇଯାଉଛି, ଶେଷରେ ଦେହ ଥଣ୍ଡା ହେଇଯାଉଛି, ଆମେ ମରୁଛୁ। ଆଉ ଯଦି ବଞ୍ଚିବାକୁ ଇଚ୍ଛା, ତାହେଲେ ଏସବୁକୁ ଛାଡ଼। ମୋତେ ବଞ୍ଚି ରହିବାକୁ କେତେ ଭଲ ବେଳେ ବେଳେ ବଞ୍ଚି ରହିବାକୁ କେତେ ଭଲ ବେଳେ ବେଳେ। ରେ ମଣିଷ, ରେ ମଣିଷ, দেখি তো রঙ্গ দুনিয়া, দেখি তোরা রঙ্গ দুনিয়া, দেখি তোরা রঙ্গ দুনিয়া, দেখি তোরা রঙ্গ দুনিয়া। তেଣୁ ସଜ୍ଜନ, ये जीवनटा केते महान ताकू आपण माने एतिकी कथारू निश्चय बुझीबेनी। आमे तो बुली बुली किरी अवतार खोजुचु, अवतार गुड़िक आमरी भितर अछंती। अग्नि रूपरे जठराग्नि, पवन रूपरे निश्वास, पवनर अवतार, जलर अवतार होउचंती रक्तधार श्रु, माटी अवतार होउची एई देह। अच्छा बाबू माने एमितिया गोटे अवतार आपण पाइचंती, केते दिन दुनिया रे रहिबे कि? ये अवतार जमती जो जो अवतार माने पृथ्वी के आसिले आसीथिले, से कौन आज अछंती? से सब काम सारिकी पलैले। आमे जे अवतार सब अच्छु, जीवन अवतार, जीवावतार, आमे कौन रहिबु? आमे भी काम सारिकी पलैबु। जदि पलैबु ताहले आम जीवन को धन्य कर, जीवन को धर्ममय कर। मु अमुक धर्मर अमुक
ମତର ଯେମିତି ଆଜିକାଲି କହୁଛନ୍ତି ଆମ ସନାତନ ଧର୍ମରେ ବେଶୀ କହୁଛନ୍ତି ମୁଁ ବାବା ବଳିଆଙ୍କ ପରିବାର। ଆଉ ପଞ୍ଝିଏ ବାହାରି ପଡ଼ିଲେ କହିଲେ ଆମେ ହଉଛୁ ଜୟ ଗୁରୁ ପରିବାର। ଆଉ କିଛି ଲୋକ କହିଲେ ଆମେ ଗାୟତ୍ରୀ ପରିବାର। କିଏ କହୁଛନ୍ତି ଆମେ ଆର୍ଯ୍ୟ ସମାଜ, କିଏ କହୁଛନ୍ତି ଆମେ ହଉଛୁ ମୁନି ସମାଜ। କଣ ଗୋଟାଏ ଧର୍ମରେ ତମ ଗୋଟେ ବାପାର 4ଟି ପୁଅ ଅଛନ୍ତି, ଯାହାକୁ ପଚାରିବ ସେ ଗୋଟିଏ ବାପା ନାଁ କହିବ ନା 4ଟି ବାପାଙ୍କ ନାଁ କହିବ? ତମେ ଯଦି ମଣିଷ ତାହେଲେ ତମର ଏତେ ଧର୍ମ କୋଉଠୁ ଆସିଲା? ଗୋଟିଏ ଧର୍ମ, ସୂର୍ଯ୍ୟ। ଗୋଟିଏ ଧର୍ମ, ଚନ୍ଦ୍ର। ଗୋଟିଏ ଧର୍ମ, ପବନ, ସମୁଦ୍ର, ଅଗ୍ନି, ପୃଥିବୀ। ଆଉ କୋଉଠି ଧର୍ମ ଆଇଲା? ଆଉ କୋଉଠୁ ଧର୍ମ ଆସିଲା? ତମେ ଏମିତି ବାଡେଇ ହଉଛ ଏ ଧର୍ମ ସେ ଧର୍ମ, କୋଉଠୁ ଆସିଲା? ଏଇ 5ଟି ଧର୍ମ ଭିତରେ ରହି, ଏଇ ଧର୍ମର 5ଟି ପ୍ରକ୍ରିୟା ଭିତରେ ରହିଲା। ଜଙ୍ଗଲ, ପାହାଡ଼, ପର୍ବତ, ବାଲି, ଶସ୍ୟ, ଶ୍ୟାମଳା, ଧାନ, କଳାହାଣ୍ଡିର ଧାନ, ଆଉ ଏମିତି ସବୁ ରହିଲା। ସବୁଟା ଆରି ଭିତରେ ରହିଲା। ଆଉ କୋଉଠି ଆସିଲା କି? ପିଣ୍ଡ, ବ୍ରହ୍ମାଣ୍ଡ, ଏକମତ, ଜାଣନ୍ତି ସୁଜ୍ଞାନୀ ପଣ୍ଡିତ। ପିଣ୍ଡ ବ୍ରହ୍ମାଣ୍ଡ ଏକ ମତ, ଜାଣନ୍ତି ସୁଜ୍ଞାନୀ ପଣ୍ଡିତ। ପିଣ୍ଡ ବ୍ରହ୍ମାଣ୍ଡ ଏକ ମତ, ଜାଣନ୍ତି ସୁଜ୍ଞାନୀ ପଣ୍ଡିତ। ବୁଝିପାରିଲେ ବୁଝିବ, ଅନ୍ୟମନସ୍କ ହେଲେ ବୁଝିପାରିବନି। ଖାଲି ଶୁଣିବ ପଳେଇବ, ସେଇ ହଉଛି ଗଣ୍ଡଗୋଳ। ତେଣୁ ସଜ୍ଜନ, ଭବାନୀ ପାଟଣା, ହଁ ଭଗବାନ, ଭଗବା। 9ଟି କଣ? 9ଟି ହଉଛି ବିଲେଇ, ନେଉଳ, ଆପଣମାନେ କହିବେ କଣ ଭଗବାନ 9ଟି ହେଲା ବିଲେଇ, 9ଟି ହେଲା ନେଉଳ, ଆଉ 9ରେ କଣ ଥିବେ? ସ୍ନେହପୂର୍ଣ୍ଣ, ମମତାପୂର୍ଣ୍ଣ ପ୍ରାଣୀ ଏମାନେ ମଣିଷ ସହିତ ମିଶିକିରି ମାନେ ଘଷି ହେଇକି ତମେ ଶୋଇଥିବ, ବିଲେଇ ତମ କୋଳରେ ଶୋଇବ। ନେଉଳକୁ ଆଉଁସି ଦେଲେ ନେଉଳ ଚୁପ୍ କି ଠିଆ ହବ। ତମକୁ ଦେଖିଲେ ଡରିକିରି ଲୁଚିକିରି କାଳେ ତାକୁ କିଏ ମାରିବ କି କଣ କରିବ, ସେ ଲୁଚିକିରି ପଳେଇବ। ତେଣୁ ସେ 9ଟି କଣ? ନମ୍ରତା, ନମୟୀ, ନୃସିଂହ ଚରଣ, ଅନାଦି ପରମ କାରଣ। ନମୟୀ, ନମ୍ରତା,
ନୃସିଂହ ନରସିଂହ ନରଶ୍ରେଷ୍ଠ ଯିଏ ଭଲ ମଣିଷ ତାଙ୍କରି ଚରଣରେ ନମସ୍କାର କର। ଗୁରୁ ଗୁରୁଜନଙ୍କୁ ନମସ୍କାର କର। ସାଧୁ ସନ୍ଥଙ୍କୁ ନମସ୍କାର କର। ଭଣ୍ଡଙ୍କୁ ନୁହେଁ ସାଧୁ ସନ୍ଥଙ୍କୁ ନମସ୍କାର କର। କବି ପଣ୍ଡିତଙ୍କୁ ନମସ୍କାର କର। ସୂର୍ଯ୍ୟଙ୍କୁ ନମସ୍କାର କର। ପୃଥିବୀଙ୍କୁ ନମସ୍କାର କର। ବାହୁଲ୍ୟ କଥା ଗପ ନା, କଥା କମ କର, କାମ ବେଶୀ କର। ଆପଣମାନେ ଏ ଅଞ୍ଚଳରେ ଭଲ ପାଉଛନ୍ତି। ମୋର ଜଣେ ଶିଷ୍ୟ, ସେ ଆଡଭୋକେଟ ଓକିଲ, କିନ୍ତୁ ସେ ଆପଣମାନଙ୍କ ପାଇଁ ଆଶୀର୍ବାଦ ମହାରାଜ ହେଇଛନ୍ତି। ତାଙ୍କଠାରୁ ଆପଣମାନେ ରାମାୟଣ ଭାଗବତ ଶୁଣୁଛନ୍ତି। ଆଜି ସକାଳେ ଚିନ୍ମୟ ମିଶନକୁ ଯାଇଥିଲି। 200 ପିଲା ଏକତ୍ର ହେଇଥିଲେ। ତେଣୁ ଏ ସବୁ କଥା ହଉଛି ଭଲ କଥା। ଇଏ ହଉଛି ଇଏ 9 ଅକ୍ଷରର କଥା। ଭଗବାନ ପାଷାଣରେ ଉଳେ ରହି ପାଷା ରୂପ ତୁମେ କସୁଥା ମନ ভক্ত মন তুমি বসুধা ভক্ত মন বসুধা ভক্ত মন ভগবান রাগী সেই ଭ ଅକ୍ଷରଟି ହଉଛି ଆମ ପାଇଁ ବୋଲେ କେବଳ ଆମ ଭକ୍ତ, ଆମର ଯୋଉ ଅନନ୍ତ ବଳିଆ ଆଶ୍ରିତ ମାନେ ଆସିଛନ୍ତି ସେଇମାନଙ୍କ ପାଇଁ ନୁହେଁ, ସମଗ୍ର ମଣିଷ ସମାଜ ପାଇଁ, ସବୁ ଧର୍ମ ପାଇଁ, ସବୁ ମତ ପାଇଁ। କଣ ଆବଶ୍ୟକ? କଣ ଧନ ଜନ ରତ୍ନ ସବୁ ତ ଅଛି, କଣ ଆଉ ଆବଶ୍ୟକ? ତୁମରି ମାଟି ମଣିଷ ବୁକେ ଅହମିକା ଜାଗିଛି, ବୁକେ କୁହନ୍ତି ତୁ କବିର ବିଜ୍ଞାନର ନିଶା ଲାଗିଛି,
ভগবান অগ অগ ଆଚ୍ଛା ଆପଣମାନେ ଟିକେ ଭାବିଲେ ଭଗବାନ ଆପଣଙ୍କୁ ଜଣାପଡୁଛି ଭଗବାନ କହିଲେ କୋଉ ରୂପଟା ଆପଣ ନିଜେ କୁହନ୍ତୁ ତ ଆପଣ କହିବେ କୃଷ୍ଣସ୍ତୁ ଭଗବାନ ସ୍ୱୟଂ କୃଷ୍ଣ ହାତରେ ଚକ୍ର ଧରିଥିଲେ ମହାଭାରତ ଯୁଦ୍ଧରେ କୃଷ୍ଣ ବଂଶୀ ବଜାଉଥିଲେ ଗୋପପୁରରେ ନୂପୁର ପିନ୍ଧୁଥିଲେ ମୁଣ୍ଡରେ କ'ଣ ଚୂଳ ବାନ୍ଧୁଥିଲେ ତାହେଲେ ଭଗବାନଙ୍କ ରୂପ କେମିତି କୃଷ୍ଣ ହେଲେ କୃଷ୍ଣସ୍ତୁ ଭଗବାନ କୃଷ୍ଣଙ୍କୁ ଭଗବାନଙ୍କ ରୂପରେ ଆମେ ପୂଜା କରୁଛୁ ଆଉ ଜଣକୁ ପଚରାଯିବ ଆଶୀର୍ବାଦକୁ ପଚରାଯିବ ଆଶୀର୍ବାଦ ତମେ ଭଗବାନଙ୍କୁ କୋଉ ରୂପରେ ଦେଖ ନା ରାମ ରୂପରେ ମୁଁ ରାମଚନ୍ଦ୍ର ମାନସ କହେ ଭାଗବତ ବି କହେ ରାମ ଆଉ କୃଷ୍ଣଙ୍କ ରୂପରେ ତେବେ ଭଗବାନ କ'ଣ ରାମ ନାଇଁ ରାମଙ୍କୁ ଆମେ ଭଗବାନ ବୋଲି ପୂଜା କରୁଛୁ କୃଷ୍ଣଙ୍କୁ ଆମେ ଭଗବାନ ବୋଲି ପୂଜା କରୁଛୁ ଆଚ୍ଛା ଭଗବାନଙ୍କ ରୂପ କ'ଣ କିଏ କହିବେ ଭଗବାନ ହଉଛନ୍ତି ଜଗନ୍ନାଥ ଆମେ ଜଗନ୍ନାଥଙ୍କୁ ଭଗବାନଙ୍କ ରୂପରେ ବ୍ରହ୍ମ ରୂପରେ ପରମ ବ୍ରହ୍ମଙ୍କ ରୂପରେ ପୂଜା କରୁଛୁ ତାଙ୍କରି ମାଧ୍ୟମରେ ଆମେ ଭଗବାନଙ୍କ ପାଖକୁ ବାର୍ତ୍ତା ପଠାଉଛୁ ତାହେଲେ ଭଗବାନ କିଏ ଭାଗବତରେ ଗୋଟିଏ ପଦ ମତେ ଯେମିତି ଭାଗବତ ଆସେନି ମୁଁ ଖାଲି ପଦେ ପଦେ କହିଦଉଛି ଭାଗବତରେ ଭଗବାନଙ୍କ ସମ୍ବନ୍ଧରେ ଗୋଟିଏ ପଂକ୍ତି ଅଛି କ'ଣ ନନ୍ଦ ଯେତେବେଳେ ଆନନ୍ଦ ରୂପୀ ନନ୍ଦ ଯେତେବେଳେ ଭଗବାନ ରୂପୀ କୃଷ୍ଣଙ୍କୁ ନେଇକିରି ଯମୁନା ଜଳରେ ପଶିକିରି ନନ୍ଦ ମନ୍ଦିରକୁ ଗଲେ ବସୁଦେବ ଗଲେ ବସୁଦେବ ସେତିକି ବେଳେ ଉଗ୍ରସେନ ତାଙ୍କୁ ପଚାରିଥିଲା ଇଏ ପୁଅଟି କିଏ ଉଗ୍ରସେନ ମାନେ ବସୁଦେବ କହିଲେ ଇଏ ହଉଛନ୍ତି ଭଗବାନ ଏ କି କଥା ଭଗବାନ କ'ଣ ବନ୍ଦିଶାଳାରେ ଜନ୍ମ ହନ୍ତି ସେଇଠି ସ୍ତୁତି କରିଥିଲେ ଉଗ୍ରସେନ ଯଦି ତୁ ପ୍ରଭୁ ଭଗବାନ ଦେଖା ତ ଶଙ୍ଖ ଚକ୍ର ଚିହ୍ନ ଯଦି ତୁ ପ୍ରଭୁ ଭଗବାନ ସେଇଠି ପଚାରିଥିଲେ ତୁମେ ଭଗବାନ ଆଚ୍ଛା ଯଦି ତୁ
ପ୍ରଭୁ ଭଗବାନ ଦେଖା ତ ଶଙ୍ଖ ଚକ୍ର ଚିହ୍ନ, ଇଏ ପୁଣି କ'ଣ ଶଙ୍ଖ ଚକ୍ର ଚିହ୍ନ? କ'ଣ ଶଙ୍ଖଟ ହେଇଛି ବଜେଇବା ପାଇଁ, ଚକ୍ରଟ ହେଇଛି ଘୁରିବ, ଶଙ୍ଖ ଚକ୍ର ଚିହ୍ନ? ଶଙ୍ଖ ବାଜିଲା, କେତେବେଳେ ବାଜିଲା? କେହି ବଜେଇ ନାହାନ୍ତି, କିନ୍ତୁ ଏଇଠି ବାଜିଲା। କେହି ବଜେଇ ନାହାନ୍ତି, କିଏ ବଜେଇଥିବେ କି କ'ଣ? ମତେ କଳାହାଣ୍ଡିର ସେଇ ପ୍ରସିଦ୍ଧ କୋଉ ବାଜାଟା, ଘୁମୁରା ବାଜା, ସେ ଶବ୍ଦରେ ହୁଏତ ମତେ ଶୁଭି ନଥିବ, କିନ୍ତୁ ଶଙ୍ଖଟା ବାଜିଲା। କେତେବେଳେ? ଆଜିଠାରୁ 3 ଦିନ ପର୍ଯ୍ୟନ୍ତ ଏଠାରେ ଗୋଟେ ଧର୍ମ, ଗୋଟେ ଆଲୋଚନା ହବ, ସେ ଯୋଉ ଗୀତା ଜୀବନ ହଉ କି ଯାହା ହଉ। ଶଙ୍ଖ ବାଜି ଉଠିଲା। ଯେତେବେଳେ ଆପଣମାନେ ଭାବିବେ ମୋ ପୁଅକୁ ବୟସ ହେଇଗଲା, ମୁଁ ତାକୁ ବାହାଘର କରିବି, ଶଙ୍ଖ ବାଜିଲା ସେଇଦିନ। ମୋର ଘର ନାହିଁ, ମୋ ପୁଅ ଝିଅଙ୍କ ପାଇଁ ଘର ଖଣ୍ଡେ କରିବି, ସେତିକିବେଳେ ଶଙ୍ଖ ବାଜିଲା। ଦେଖା ତ ଶଙ୍ଖ ଚକ୍ର ଚିହ୍ନ। ଶଙ୍ଖ ବାଜିବା ପରେ ଚକ୍ର ଆରମ୍ଭ ହେଲା। ଆଉ କେଉଁଠାରୁ ପଇସା ଆସିବ, କୋଉଠୁ ଶାଢ଼ୀ ଆସିବ, କୋଉଠି ଧୋତି ଆସିବ, କୋଉଠି ସେଟାକୁ ସିମେଣ୍ଟ, କୋଉଠି ରଡ଼, କୋଉଠି ବାଲି, କୋଉଠି ଇଟା, କୋଉଠି ପଥର ଆସିବ, ମୁଁ ଘର କରିବି, ସେଇ ଗୋଟାକ ହେଲା ଚକ୍ର। ଯଦି ତୁ ପ୍ରଭୁ ଭଗବାନ देखा तो शंख चक्र चिन्ह, देखा तो शंख चक्र चिन्ह, तो प्रभु भगवान, देखा तो शंख चक्र, तो प्रभु ତେବେ ଆଉ ଗୋଟେ ଭଗବାନ କୋଉଠୁ ଆଇଲେ? ଇଏ ଗୋଟେ ଭଗବାନ ଗଲେ, ଆଉ ଗୋଟେ ଭଗବାନ କୋଉଠୁ ଆଇଲେ? ଗୀତାରେ ଆସିଲେ, ଗୋଟିଏ ଶ୍ଲୋକରେ ଆଇଲେ ଭଗବାନ। ଯେତେବେଳେ ଅର୍ଜୁନ ଅନୁଭବ କରୁଛନ୍ତି, ଦେଖୁନାହାନ୍ତି, ଅନୁଭବ କରୁଛନ୍ତି, ମୋର ଯିଏ ଗୁରୁ, ଜଗତ ଗୁରୁ କୃଷ୍ଣ, ସିଏ ଇଏ ଜଗତରେ ପୁରୀ ରହିଛନ୍ତି। ଏତିକି ମାତ୍ର ମୋଟେ ଗୋଟିଏ ଧାଡ଼ି ଅନୁଭବ କଲେ। ମୋର ଯିଏ ଗୁରୁ, ସିଏ ହଉଛନ୍ତି ଜଗତ ଗୁରୁ କୃଷ୍ଣ, ସିଏ ଜଗତରେ ପୁରୀ ଅଛନ୍ତି। ଯଦି ଜଗତରେ ପୁରୀଛନ୍ତି, ତାହେଲେ ସବୁ ବାହୁ ତାଙ୍କରି, ସବୁ ଆଖି ତାଙ୍କରି, ସବୁ ଗୋଡ଼ ତାଙ୍କରି, ସବୁ ଆଙ୍ଗୁଠି ତାଙ୍କରି, ସବୁ ତ ତାଙ୍କରି, ଆଉ ସବୁ ତ ସେଇ। ଆଉ ଶେଷକୁ କ'ଣ କହିଲେ? ମତେ ଡର ମାଡୁଛି, ମୁଁ ଏତେ ହାତ, ଏତେ ଗୋଡ଼, ଏତେ ଆଖି, ଏତେ କାନ, ଏତେ ନାକ ମୁଁ ଦେଖିପାରିବିନି, ମୁଁ ଗୋଟେ ଭଗବାନଙ୍କ ରୂପ ଦେଖିବି। କିରୀଟିନଂ ଗଦିନଂ
ଆପଣ ଯଦି ଚାରିଟା ହାତରେ ମତେ ଦେଖାଦେବେ ତାହେଲେ ମୁଁ ସେଥିରେ ଖୁସି ହେବି। ମୁଁ ଏତେ ବଡ଼ ରୂପ ଦେଖିପାରିବିନି। ଚାରିଟା ବାହୁରେ କ'ଣ ଧରିଥିବେ? ଶଙ୍ଖ ଥିବ, ଚକ୍ର ଥିବ, ଗଦା ଥିବ, ପଦ୍ମ ଥିବ। ଚିହ୍ନ ନୁହଁ, ପ୍ରକୃତ ଶଙ୍ଖ ବଜେଇବେ। ପଞ୍ଚଜନ୍ୟଂ ହୃଷିକେଶ ଦେବଦତ୍ତଂ ଧନଞ୍ଜୟ। ଆପଣ ଏଇ ଗୋଟା ଶଙ୍ଖ ଧରିବେ, ପଞ୍ଚଜନ୍ୟ ଶଙ୍ଖ, ଆଉ ହାତରେ ଥିବ ସୁଦର୍ଶନ ଚକ୍ର, ଆଉ ଗୋଟେ ହାତରେ ଥିବ କୌମୁଦିକ ଗଦା, ଆଉ ଗୋଟେ ହାତରେ ଥିବ ଶତଦଳ ପଦ୍ମ। ମତେ ଏମିତିଆ ରୂପଟି ଯଦି ଦେଖେଇବେ ତାହେଲେ ମୁଁ ଆପଣଙ୍କ କଥା ମାନିବି। ଶିଷ୍ୟ ଏଠି ଗୁରୁଙ୍କୁ କହୁଛି ଆପଣ ଏମିତିକିଆ ରୂପଟି ଦେଖେଇଲେ ମୁଁ ଯାଇକିରି ଖୁସି ହେବି। ସିଏ ସାଙ୍ଗେ ସାଙ୍ଗେ ଶଙ୍ଖ ଚକ୍ର ଗଦା ପଦ୍ମ ଧରିକି ଠିଆ ହେଇଗଲେ। ଆଉ ଶଙ୍ଖ ବାଜିଲା, ଜଗତ ସୃଷ୍ଟି ହେଲା। ଆଗରୁ ନିରାକାର ଥିଲେ, ଜଗତ ଯୋଉନ ସୃଷ୍ଟି ହେଇଗଲେ ସାକାର ହେଇଗଲା। ଚକ୍ର ଘୁରିଲା, କର୍ମଚକ୍ର ସୃଷ୍ଟି ହେଲା। କର୍ମଚକ୍ର, ଯିଏ ଯୋଉଠି ଯୋଉ କାମ କଲା ସିଏ ହଉଛି ଚକ୍ର, କର୍ମଚକ୍ର। କର୍ମଚକ୍ରରେ ଦୁର୍ନୀତି ବସିଲା, ଭ୍ରଷ୍ଟାଚାର ବସିଲା, ଲାଞ୍ଚ ପଶିଲା, ମିଛ ପଶିଲା। ଏଗୁଡାକ ଯେତେବେଳେ ପଶିଲା ଠାକୁର ଗଦା ଧଇଲେ, ହେଲେ ବାଡ଼େଇକି ତତେ କଚାଡ଼ି ଦେବି ଜାଣିଛୁ। ତୁ ପାଠ ପଢିଥିଲୁ, ଚାକିରି କଲୁ, 1,00,000-2 ଲକ୍ଷ ଟଙ୍କା ଦରମା ପାଇଲୁ, କେତେ ଲୋକଙ୍କ ଠାରୁ ନମସ୍କାର ପାଇଲୁ, କେତେ ଲୋକ ତତେ ଭଲ ପାଇଲେ। ତୁ ପୁଣି ଲୋକଙ୍କ ତଣ୍ଟି ଚିପି ଧନ ନେଇ ଏଠି କୋଠା, ସେଠି ଗାଡ଼ି, ସେଠି ବାଡ଼ି, ସେଠି କରୁଛୁ। କଚାଡ଼ି ଦେବି ତତେ, କଂସ ଭଳିଆ କଚାଡ଼ି ଦେବି। ତେଣୁ ଗଦା ହଉଛି ଗତିଦାତା ଗଦା। ଗଦାର ଯେତେବେଳେ ପାହାର ବଞ୍ଚିଲା, ଠାକୁର ଆଉ ଗୋଟିଏ ହାତରେ ଧଇଲେ ପଦ୍ମ। ପଦ୍ମ କ'ଣ? ଫୁଲ। ଜୀବନ ବାସି ଉଠିଲା। ଜ୍ଞାନ, ପଦ୍ମ ହଉଛି ଜ୍ଞାନ। ଜ୍ଞାନ ତାର ଉଦୟ ହେଲା। ଆଉ ଏମିତିକିଆ ଭୁଲ ମୁଁ ଜୀବନରେ କରିବି ନାହିଁ। ଭାଗବତର ଗୋଟିଏ ପଦ, ଆଜିର ଭାରତ ବର୍ଷର, ଆଜିର ପୃଥିବୀର ସମସ୍ତ ନେତା ଜନତାଙ୍କୁ ଆହ୍ୱାନ ଦଉଛି, ମନେ ରଖ, ଦୁଃଖେ ସଞ୍ଚିତ ଯେତେ ଧନ ସେ ନୁହେଁ ସୁଖେ ପ୍ରୟୋଜନ। ଦୁଃଖେ ସଞ୍ଚିତ ଯେତେ ଧନ ଆରେ ଭଗବାନଙ୍କର ମନ୍ଦିର କଲେ, ଇଏ ପାହାଡକୁ କାଟି ପଥର ଆଣିକିରି ମନ୍ଦିର କରିକିରି ତୁମେ ଭାବୁଛ କି ଉଦ୍ଧାର ହେଇଯିବ? କେବେ ନୁହଁ। ଉଦ୍ଧାର ହବ ସେତିକି ବେଳେ
ଯଦି ଅନ୍ୟକୁ ସାହାଯ୍ୟ କରିବ, ଶୃଙ୍ଖଳିତ ହବ, ସଂଯମିତ ହବ, ସମୟାନୁବର୍ତ୍ତିତ ହବ, ଆଉ କହିବ 6ଟା ବେଳେ ଆସିବ 8ଟା ବେଳେ, ରୋଷେଇ କରିବ 12ଟା ବେଳେ କରିବ, ଖାଇବ 4ଟା ବେଳେ। ଗୀତା କହିଲେ ଜୀବନଟା ଦୁଃଖମୟ ହେଇଯିବ। ଯୁକ୍ତାହାର ଠିକ ସମୟରେ ଖାଅ, ଯୁକ୍ତାହାର ବିହାରସ୍ୟ, ଠିକ ସମୟରେ ବିହାର କର, ଖେଳ କିମ୍ବା ପ୍ରାତ ଭ୍ରମଣ କର। ଯୁକ୍ତ ଚେଷ୍ଟସ୍ୟ କର୍ମସୁ, ଠିକ ସମୟରେ ଠିକ କାମ କର, ଆଣୁ ସାଡ଼ୁ କିଛି କର ନା। ଯଦି ଏହା ନ କର, ଯୁକ୍ତ ସ୍ୱପ୍ନ ବାବାରସ୍ୟ, ଯେତିକି ତମର ଦରକାର ସେତିକି କାମନା କର, ଅଯଥା କାମନା କର ନା। ତମର ସାଇକେଲ କିଣିବା ପାଇଁ ପଇସା ନାହିଁ, ତମେ କହୁଛ ମୁଁ ଗୋଟେ ଏରୋପ୍ଲେନ କିଣିବି, ଇଏ କି କଥା? ତେଣୁ ଯୁକ୍ତ ଚେଷ୍ଟସ୍ୟ କର୍ମ ଯୁକ୍ତ ସ୍ୱପ୍ନ, ଯଦି ଏହା ନ କର ଜୀବନଟା ଦୁଃଖମୟ ହେଇଯିବ। ରୋଗ ମାଡ଼ି ବସିବ, ନିନ୍ଦା ମାଡ଼ି ବସିବ। ବାଟରେ ଚାଲିଗଲେ ଲୋକ କହିବେ ଲାଞ୍ଚୁଆଟା ଯାଉଛି ରେ, ଇଏ ମଦୁଆଟା ଯାଉଛି ରେ, ଇଏ ଟାଉଟରିଆଟା ଯାଉଛି, ଇଏ ଘର ଭଙ୍ଗାଟା ଯାଉଛି, ଇଏ କୁଆଳିଆଟା ଯାଉଛି। ତେଣୁ ଗୀତା କେତେ ସୁନ୍ଦର କଥା ଆମକୁ କହିଲେ, କିନ୍ତୁ ଆମେ କ'ଣ ବୁଝିଲୁ? ପୁଅଟିଏ ବୋହୂଟିଏ ଗୋଟିଏ ଘରେ ବସିଛନ୍ତି, ତାଙ୍କର ପୁଅ ଝିଅ ହେଇନାହାନ୍ତି। ଗୋଟିଏ ଛୋଟ ଘରର କାନ୍ଥରେ ବି ପୁରା ପୁରା ହେଇନି, ଅଧା କାନ୍ଥ। ଏ ପାଖରେ ଶୋଇଛନ୍ତି ଗୋଟିଏ ବୃଦ୍ଧ ବୁଢ଼ାଟିଏ, ଟିକେ କ'ଣ ଏଣୁ ତେଣୁ ଗୋଟେ ଖାଇ ଦେଇକିରି ତାକୁ ବୁଢ଼ାକୁ ଟିକେ ଝାଡ଼ା ହେଲା, ପତଳା ଝାଡ଼ା। ସେତେବେଳେ ବହୁତ କଲରା ହଇଜା ହଉଥିଲା, ବୁଢ଼ାର ଆଉ ପାଟି ଫିଟିଲାନି, ପାଟି ବନ୍ଦ, କିନ୍ତୁ ଚେତନା ଅଛି। ପୁଅ ବୋହୂ କ'ଣ କଥା ହଉଛନ୍ତି ତାକୁ ବି ସେ ଶୁଣୁଛି। କ'ଣ ଶୁଣିଲା? ଶୁଣିଲା ଯେ ବାପା ବୋଧେ ଆଜି ରାତି ପାହିବ କି ନାହିଁ, ମରିଯିବେ, ଚାଲିଯିବେ, ଆଉ ଯାଆନ୍ତୁ, କଷ୍ଟ କାହିଁ ପାଇବେ, ବେଳାବେଳି ପଳାନ୍ତୁ, କିଛି କଥା ନାହିଁ। ତାଙ୍କ ଅଣ୍ଟାରେ ଯୋଉ ଚାବିଟା ଅଛି ତୁମେ ଆଗତୁରା ନେଇ ଆସିବ, କାରଣ ମରିଗଲା ପରେ ଝିଅ ଜ୍ୱାଇଁ ନାତି ନାତୁଣୀ ସବୁ ଆସିବେ, ସମସ୍ତେ ଚାବି ନେଇକି ଖୋଲିବେ। ଚାବିଟା ପୁଅ କହୁଛି ଚାବିଟା ଆଣି କ'ଣ କରିବା ନା, ସୁନା ରୂପା ଟଙ୍କା ଯୋଉଠି ବାପା ରଖିଛନ୍ତି ସବୁ ଯାକ ଆମେ ରଖିଦେବା। ସିଏ ଖାଲି ଆଜି ଦେଖିବେ କ'ଣ ଫାଙ୍କା ଟ୍ରକ୍। ଆଉ ବୁଢ଼ା ଶୋଇକିରି ଶୁଣିଲେ, ଭଗବାନଙ୍କୁ ପ୍ରାର୍ଥନା କଲେ, ହେ ଜାଗ, হে জাগ, হে জাগ, জাগো হে অনন্ত তুমি, জাগি উঠো জাগো হে অনন্ত তুমি, জাগি উঠো ধরা প্রভু এ সংসার সার করবে,
सिखाई प्रभु हे संसार जागो हे अनंत मत टिके बंचई दियो प्रभु बेसी नुहे मासे खंडे बंचई दियो कि वर्षे खंडे बंचई दियो मु ये पुआ बहु को टिके शिक्षा देवी जीवन सारा अर्थ कमेली तांकरी पई संचय कली तांकरी पई पेटू को खाइली नहीं तांकरी पई खंडे भल पिंधिली नहीं तांकरी पई आज सी कहते कौन ना अंटारू चाबी नहीं जिबे सुना अलंकार नहीं टंका सुना नहीं पाखे रखिए मत टिके बंचई दिंतु गीतार से श्लोकटी को पढ़िले काफन्य ये शोकटी काली की बुझेगा यही शोकटी को जिते पढ़ी झाड़ा बंद हो गला बुढ़ा धीरे धीरे कर नौटेला राति डाक पकेला अरे बहु चूड़ा रे अच्छी कि ना अच्छी कदली टे देलु चूड़ा कदली टे मु खाइबी बुढ़ा बसी खाइला पुओ बहु ठरा ठरी होउचंदी कह बुढ़ा उठिलानी बड़ मन दुख हो गला ताकर चूड़ा कदली खाई बुढ़ा सकाल को चलीला दी दिन खंडे विश्राम नेला भल लुगाटाए किणी नहीं आईला भवानीपाटना रू कि जो गोटा किणी आनला पिंधिदेला गोटे भल कामिज पिंधिदेला जामा पिंधि दे सेंट फेंट टे पकईदेला मुखारे माने जो जामा पेट पकईदेला पुआ बोला भाई बापा मु आज पुरी जाऊची पुरी 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 कौटी तू कहू पुरी तरकारी ना पुरी जाऊची श्रीक्षेत्र क्षेत्राणां सर्वक्षेत्राणां राधाश्री पुरुषोत्तम देवानां सर्वदेवानां राधाश्री पुरुषोत्तम बंगोपसागर कूଳରେ कल्पवट मूଳରେ श्रीक्षेत्र जोटी पुरुषोत्तम निजे जगन्नाथ बलभद्र सुभद्रा सुदर्शन रूप में पूजा पाउछंती मुझे जीवी ना बापा बहुत पैसा खर्च हम ना हो जहाँ खर्च हम से बापा सारू आसिकी कौन करेंगे आउ ना आइला गोटे बहुत बड़ डाली अभड़ा
ମହାପ୍ରସାଦ ବେହୁର ମସୁର ନା କ'ଣ ଏମିତି କ'ଣ ତାକୁ ସବୁ ନେଇ ଆସିବି, ଗୋଟେ ମୂଲିଆ କରିକି ନେଇ ଆସିବି ଆଉ ବୋଇକିରି ଆଉ ନହେଲେ ଗାଡ଼ି କରି ନେଇ ଆସିବି। କ'ଣ କରିବ ଇଏ ଗାଁ ଯାକ ସବୁ ଲୋକଙ୍କୁ ଡାକି ଖୁଆଇବି। ଯିଏ ବ୍ରାହ୍ମଣ ବୈଷ୍ଣବ ଥିବେ ତାଙ୍କୁ ଡାକିବି ଅଲଗା, ତାଙ୍କୁ ଖାଇବାକୁ ଦେବି, ଦକ୍ଷିଣା ଦେବି, 101 ଟଙ୍କା ଲେଖା ଦକ୍ଷିଣା ଦେବି। ଆଉ ଖଣ୍ଡେ ଖଣ୍ଡେ ଗାମୁଛାଟା ଦେଲେ ହବ, ମାନେ ଖଣ୍ଡେ ଖଣ୍ଡେ ବସ୍ତ୍ର। ବାପା ତମେ କ'ଣ ଘର ଢିଅ ବାଡ଼ି ବିକ୍ରି କରିବ ନା? ନା ହଁ ବିକ୍ରି କରିବି, ବିକ୍ରି କରିବି। ଯାହା ଖାଇଥିବି ପେଟକୁ, ଯାହା ରଖିଥିବି ଖଣ୍ଟୁକୁ। ତୁ ହଉଛୁ ମୋ ପାଇଁ ଗୋଟେ ଖଣ୍ଟ। ଆରେ ପୁଅ, ତତେ ପାଠ ପଢ଼ି ମଣିଷ କଲି, ବାହା କଲି, ସବୁ କଲି। ମୁଁ ଝାଡ଼ା ରୋଗରେ ପଡ଼ିଛି, ମୋତେ ଔଷଧ ଟିକେ ଆଣିକିରି ନ ଦେଇକିରି ତେବେ 2 ଜଣ ଯାକ ସେ ଘରେ କ'ଣ କଥା ହଉଥିଲ? ମୋତେ ଶୁଭୁଥିଲା ମୋ ଅଣ୍ଟାରୁ ତୁମେ ଚାବି ନେଇ ଯାଇଥାନ୍ତ। ତା ପୂର୍ବରୁ ଚୁଡ଼ା କଦଳୀ ଖାଇକିରି ମୁଁ ସୁସ୍ଥ ହେଇଯାଇଛି। ସେ ଚାବି ନେଇକିରି ଅଳଙ୍କାର ସବୁ ନେଇକିରି ଟଙ୍କା ପଇସା ସବୁ ନେଇଯାଇଥାନ୍ତ। ତେଣୁ ଦୁଃଖେ ସଞ୍ଚିତ ଯେତେ ସେ ନୁହେଁ ସୁଖେ দুঃখে সঞ্চিত যেতে ধন সে নুহে সুখে হরিব হরিব হরিঙ্ক নামে ও হরি নামে পারি ତେଣୁ ବାପା ଯେତିକି ପଇସା ଅଛି ମୁଁ ଡାକ୍ତରଖାନାଟାଏ କରିବି, ବିଦ୍ୟାଳୟଟିଏ କରିବି, ତତେ କିଛି ଦେବି ନାହିଁ। ପୁଅ ବୋହୂ ଆସି ଲମ୍ବ ହେଇ ପଇଲେ, କହିଲେ ବାପା ଭୁଲ ହେଇଯାଇଛି ଆମର। ଭୀମସ୍ୟା ପୀରଣ ଭଙ୍ଗୋ ମୁନିରପି ମତି ଭ୍ରମ ଯଦି ଶୁଦ୍ଧମ ଶୁଦ୍ଧଂ ବା ମମ ଦୋଷ ନ ବିଦ୍ୟତେ। ତେଣୁ ଭୁଲ ହେଇଯାଇଛି, ଆଉ ଏମିତିକିଆ ଭୁଲ ଜୀବନରେ କରିବି ନାହିଁ। ତେଣୁ ସଜ୍ଜନ, ଭବାନୀ ପାଟଣାର ମୂଳ ଅକ୍ଷର କ'ଣ? ଭ। ଆଉ କିଛି କହିବେନି। ଭ। ଭଗବାନଙ୍କର ମୂଳ ଅକ୍ଷର କ'ଣ? ଭ। ଭ ହଉଛି ଏକାକ୍ଷର। ଏକାକ୍ଷର ଅଛି, ଅଣାକ୍ଷର ଏକାକ୍ଷର ସବୁ ଅଛି। ଭ ହଉଛି ମଣିଷ ଜୀବନର ପ୍ରକୃତ ଏକାକ୍ଷର ହଉଛି ଭ। ଭବସାଗରରୁ ଉଦ୍ଧାର ପାଇଁ ଆଉ କେହି ନାହାନ୍ତି, କେହି ନାହାନ୍ତି। ମୋ ପୁଅ ଇଞ୍ଜିନିୟର,
ମୋ ଜୁଆଇ ଡାକ୍ତର, ମୋ ଶଳା ଆଇଏଏସ୍, ମୋ ସଡୁ ଓଏଏସ୍, ଇଏ କେହି ତୁମକୁ ଉଦ୍ଧାର କରିପାରିବେ ନାହିଁ। କିଏ ଉଦ୍ଧାର କରିବ? ସାଇରାମ ଗାଇଲେ, ମାନସ ଭଜ ଭାଗବତ ତ କହିଛନ୍ତି ଆଉ। ତେଣୁ ସଜ୍ଜନ, ଇଏ ଶୀତ ରାତ୍ରି, କଳାହାଣ୍ଡିର ଗରମ ମୁଁ ସହିଥିଲି ଗୋଟାଏ ବର୍ଷ, କଳାହାଣ୍ଡିର ଶୀତ ବର୍ତ୍ତମାନ ମୁଁ ତାକୁ ଅନୁଭବ କରୁଛି। ତେଣୁ ଶୁଣିଥିଲି ସରସ୍ୱତୀ ଶିଶୁ ମନ୍ଦିରର ଗୋଟିଏ ପ୍ରକୋଷ୍ଠ ଭିତରେ କାର୍ଯ୍ୟକ୍ରମ ହେବ, ମାନେ ଗୋଟେ ଛାତ ପକ୍କା ଘରେ। କିନ୍ତୁ ଏଇ ଯୋଉ ପାହାଚ ଚଢ଼ିବାଟା ମୋ ପକ୍ଷରେ ସମ୍ଭବ ଆଉ ହଉନି। ହଉଛି ଟିକେ ଧଇଁ ସଇଁ ହେଇଯାଉଛି ଆଉ। କାଳେ ଧଇଁ ସଇଁ ହଉ ହଉ କେତେବେଳେ ପ୍ରାଣଟା ପଳେଇବ, ସେଠୁ ଲୋକମାନେ କହିବେ ଗୁଡ଼ା ବାବା ଗୋଟେ ଅଯଥାରେ ପଳେଇବା ତାଳିଆ। ତେଣୁ ମୋ ପିଲାମାନେ ଭବାନୀପାଟଣାର ସଂଘ, ଓଡ଼ିଶାର ପଶ୍ଚିମାଞ୍ଚଳର ଯେତେ ପରିବାର ଆମ ସହିତ ଯୋଡ଼ିକିରି ସଂଯୋଗିତ ହେଇ ଅଛନ୍ତି, ସେଥିରୁ ସମସ୍ତେ ଅଳ୍ପ ବହୁତ ଆସିଛନ୍ତି। ଟିଟିଲାଗଡ଼, ଧର୍ମଗଡ଼, ରାଉରକେଲା, ଜୁନାଗଡ଼, ଆଉ ସବୁ ନର୍ଲା, ମଙ୍ଗଳପୁର, ହଁ ଆମ ମଙ୍ଗଳପୁରରୁ ଆଇଛନ୍ତି। ଆଉ ଏଇଟା କ'ଣ ଆମ ଯୁଗଳଙ୍କ ଗାଁଟା କ'ଣ, ଲଡୁ ଗାଁ, ନାଁଟା ଶୁଣା କେମିତିଆ ନାଁଟା, ଲଡୁ ଗାଁ। ତେଣୁ ଇଏ ସମସ୍ତେ ଆଉ ସବୁ କୋଉଠୁ କେମିତି ସବୁ ଆସିଛନ୍ତି। ଆମ ପାଟକୁରା ଥାନାରୁ ବି ଜଣେ ମାଷ୍ଟର ଆଇଛନ୍ତି, ରାୟଗଡ଼ାରୁ ଆଇଛନ୍ତି, ଏତେ ଆଡ଼େ ସବୁ ପାଟନାଗଡ଼ରୁ ବି ଆସିଥିବେ, ରାଉରକେଲାରୁ ଆଇଛନ୍ତି। ମୁଁ ରାଉରକେଲା କହିସାରିଲି, ପୁଣି ତୁ କହୁଛୁ। ସୁନାବେଡ଼ାରୁ ବି ଆଇଛନ୍ତି, ସୁନାବେଡ଼ା। କିନ୍ତୁ ସବୁ ଆଇଛନ୍ତି, ମୋତେ ତ ଶୀତ କରୁଛି, ମୁଁ କରିବି କ'ଣ? ଭିକାରୀ ଲୋକ, ଏଠୁ ଯିବି ଆଉ କେଉଁଠିକି, ଆଉ କେଉଁଠି ଯିବି, ଆଉ କେଉଁଠିକି। ବର୍ଷ ଯାକ ଲାଗିଛି, ମୋ କଣ୍ଠ ଧରି ଖରାପ ହେଇଯିବ, ଆଉ କାଲି କ'ଣ କହିବି? ଏଇ ଯୋଉ ଫାଙ୍କାଟା ଦେଖାଯାଉଛି, କ'ଣ କହୁଛୁ? କାଲିକି ଏଇଟାକୁ କଭର କରିଦେବା। ମୋ ମା ମାନେ ଏଠି ବସିଛନ୍ତି, ଛୁଆମାନେ ମୋର ବସିଛନ୍ତି, ଛୋଟ ଛୋଟ ପିଲା। ଥଣ୍ଡା କାକରେ ଦେହ ଖରାପ ହବ, ଏତିକି କରିଦେବା, ଆଉ କିଛି ଦରକାର ନାହିଁ। ଆମେ 3 ଦିନ ଆମ ଚଲେଇବା ଆଉ। ଏତିକିରେ କଥା, ଏଇଠି ବିଶ୍ରାମ ଦେବା। ଏ ଘରେ କୁଣିଆ କୁଣିଆ କୁଣିଆ, ଯାହା କରୁଛ କର। କାଶ ଖବର
কেটে হাত নাচ দেখিব কেটে বাট আমি ছাড়িব ସବୁ ତ ଜାଣନ୍ତି ପରମେଶ୍ୱର ସବୁ ତ ଜାଣନ୍ତି ପରମେଶ୍ୱର ପୁଅ ନାହିଁ କେବେ ଛାନିଆ ସରବେ ଅରେଇ ଦିନିଆ ସରବେ ଅରେଇ ଦିନିଆ ঘরে মানব দুনিয়া 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 সরবে সরবে অরে দুনিয়া সরবে অরে দুনিয়া মজুরি আমার চিরতি পরম মানব চিরতি মজুরি আমার চিরতি পরম মানব চিরতি হাত নাট সারি সর্বে খুঁজিবা হাত নাট সারি সর্বে খুঁজিবা ভাবুছি মନରେ বলিয়া সরবে অরেই দিনিয়া সরবে অরেই দিনিয়া এ ঘরে মানব দুনিয়া 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 সরবে সরবে অরেই দিনিয়া সরবে অরেই দিনিয়া সরবে অরেই দিনিয়া ବର୍ତ୍ତମାନ ଶ୍ରୀ ଗୁରୁ ଉମା ମହୋତ୍ସବର ପ୍ରଥମ ଦିବସରେ ପୂଜ୍ୟ ଗୁରୁଦେବଙ୍କର ଅନୁମତି କ୍ରମେ ଆମେ ସମର୍ଥିତ କରିବାକୁ ଯାଉଛୁ। ଗୁରୁଦେବ ଯାହାକୁ ଭଲ ପାଆନ୍ତି ଡାକ୍ତର ଦୀନବନ୍ଧୁ ସାହୁ ଶହୀଦ ରେଣ୍ଡୋଳଜୀ ଭେଷଜ ବିଦ୍ୟାଳୟରେ ମହାବିଦ୍ୟାଳୟର ବରିଷ୍ଠ ଚିକିତ୍ସକ ମାଙ୍କର ତା ସହିତ ଏ ଆସ୍ଥାନରେ ଜଣେ ପ୍ରସିଦ୍ଧ କବି। ତେଣୁ ମଞ୍ଚ ଉପରକୁ ଆହ୍ୱାନ କରୁଛୁ ସର୍ବପ୍ରଥମେ ଡାକ୍ତର ଦୀନବନ୍ଧୁ ସାହୁ ଏବଂ ଆମମାନଙ୍କର ଶିଶୁ ବିଦ୍ୟାନନ୍ଦର ଯିଏ ହେଉଛନ୍ତି ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ଭୋଇ ଆମକୁ ସବୁ ପ୍ରକାର ସାହାଯ୍ୟ କରିଛନ୍ତି। ବିଶିଷ୍ଟ